नमस्कार जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवाय। पंचम अध्याय। प्रहलाद गुरु शिक्षा छाड़ी विष्णु स्तुति रे मन बढ़ी पिता मरांते सेन मरे एही चरित पंचमरे। नारद उवाच असुर कूले पुरोहित सर्वज्ञ शुक्र भृगुसुत मुनिଙ୍କ पुत्र बेनी भाई षण्ढ अमर्क नामे दुई राजा आचार्य तांकु कले पुत्र मानंकु पढ़ाइले राजा मंदिरे बेनी भाई दैत्य पुत्रंकु संगे लई जे षढ़ नीति राजकूले सर्व पढ़ाନ୍ତି ଏକ मेले ତାହାଙ୍କ ମଧ୍ୟରେ ପ୍ରହଲ୍ଲାଦ सकल शास्त्रे हेले सिद्ध गुरुଙ୍କୁ मुखु बेले शुणी तक्षणे चिते परिमाणी चित्त निर्मले ताहा जाने केवल मने न प्रमाणे विचार कले अंतर्गते केरिपु के मित्र जगते एकई आत्मा नर हरि समेश कल घटे पुरी एकथा नुहे अप्रमाण सकल आत्मा नारायण जे पाठ पढ़े बाप डरे दृढ़े न धरे हृदय रे दिने क प्रहलाद आणी कोले बसाई नृपमणि अनेक अलंकार देई सानंदे पुत्र को पूछई हे पुत्र शुण वाक्य मोर से षढ़ नीति राजांकर तू ताहा गुरु मुखु शुणु सुदृढ़ चिते न परमाणु मु भले शुणिलई एहा कह तू साधु मणु जाहा जे राज नीति चिते धरे केबे हे शत्रु को न डरे संग्रामे रिपु जय कले से राजा सुख भुंजे भले विद्या पढ़िलु एते कालो भल की मणु मते बोल पिता बचन पुत्र शुणी सिरे बेसिबेनी पाणी सानंदे वाक्य गद गद कहे बालक प्रहलाद प्रहलाद उवाच शुण भो तात एक चिते जे साधु मणे मोर मते शुण कहि तो अग्रते से साधु वाक्य शास्त्र मते संसार पाप ग्रह प्राय प्राणी को उद्वेग दिए देख ए गृह अंधकूप आत्मानी पात महाताप एहाकू दूरे परिहर अरण्ये कृष्ण आश्रय कर साधु मणई एहा चिते सत्य कहिली तो अग्रते नारद उवाच से राजा पुत्र वाक्य शुणी शत्रुर पक्ष प्राय मणि उच्चे हसिला अतिरेक बोल ई पुत्र अविवेक एपरी पर बुद्धि बले नष्ट हुअंती सर्वकाले एहार बुद्धि के हरिला मोहर शत्रु को भजिला कोळु बालक तले थोई बोले से बक मुख चाही गुरु भुवने नहीं दियो एकथा गुरु आगे कह ए मोर बालकर मन रिपु विषये किंपा छन एहार मन विष्णु पक्षे जेमते न घटे प्रत्यक्षे राजार आज्ञा भृत्य पाई बालक गुरु घरे नेई ब्राह्मण गोष्ठी मध्य देला राजा बचन जणाइला ता शुणी विप्र उद्वेगे बोलंती प्रहलाद आगे साधु बचन वाक्य मते कहंती हस्त धरी हस्ते हे वश्च प्रहलाद शुण सर्वदा हेउ तो कल्याण आम्भंकु लागई संशय
ମିଥ୍ୟା ନ କହି ସତ୍ୟ କହ, ବାଳକ ବୁଦ୍ଧି ତ ନ ଦେଖି, ଅଦ୍ଭୁତ ପ୍ରାୟ ଉପଲକ୍ଷୀ, ତୋହର ବୁଦ୍ଧି କେ ହରିଲା, ଶତ୍ରୁ ଭଜନେ ଶିକ୍ଷା ଦେଲା, କିବା ଏ ସ୍ୱଭାବ ତୋହର, ଆମ୍ଭଙ୍କୁ ଲାଗେ ଅଗୋଚର, କହ କେ ତୋତେ ଦେଲା ଦୀକ୍ଷା, ଆମ୍ଭେ ଶ୍ରବଣେ କରୁ ଇଚ୍ଛା। ପ୍ରହ୍ଲାଦ ଉବାଚ ଯାହାର ମାୟା ବଳେ ଜନ, ସ୍ୱପର ବୁଦ୍ଧି କରେ ଭିନ୍ନ, ଯାହାର ନାହିଁ ପରାପର, ତାହାକୁ ମୋର ନମସ୍କାର, ଯାହାର ଆଜ୍ଞା ପରମାଣେ, ପ୍ରାଣୀ ନିସ୍ତରେ ଭବ ବଣେ, ସେ ସର୍ବ ଆତ୍ମା ଯୋଗେଶ୍ୱର, ତାହାର ନାହିଁ ପରାପର, ଯାହାକୁ ହରି କରେ ଦୟା, ତାହାର ଯାଏ ଭେଦ ମାୟା, ଅଜ୍ଞାନ ବଳେ ସର୍ବଜନ୍ତୁ, ଭଜନ୍ତି ପରାପର ହେତୁ, ବ୍ରହ୍ମାଦି ଦେବ ହିଁ ସରବେ, ବିମୁଗ୍ଧ ହନ୍ତି ଯାର ଭାବେ, ସେ ମୋର ମନ ଭିନ୍ନ କଲା, ପର ଅପର ନ କହିଲା, ଯେ ସନେ ଅୟସ୍କାନ୍ତ ଗୁଣେ, ଲୌହ ଭ୍ରମଇ ଆକର୍ଷଣେ, ମୋହର ମତି ସେହି ମତେ, ଭ୍ରମଇ ବିଷ୍ଣୁର ଆୟତେ। ନାରଦ ଉବାଚ ଗୁରୁଙ୍କୁ କହି ଏ ବଚନ, ପ୍ରହ୍ଲାଦ ହୋଇଲା ମଉନ, ବାଳକ ବାଣୀ ଶୁଣି କର୍ଣ୍ଣେ, କୋପ ବସିଲା ଗୁରୁ ମନେ, ସମୀପେ ଥିଲେ ରାଜା ଲୋକ, ଗୁରୁ ହିଁ ରାଜାର ସେବକ, କୋପେ କମ୍ପିଲେ ବାକ୍ୟ ଶୁଣି, ତକ୍ଷଣେ ଘରୁ ବେତ ଆଣି, ଆମ୍ଭର କୂଳେ ଦୁରାଚାର, ନିଶ୍ଚେ ଜନ୍ମିଲା କୁଳାଙ୍ଗାର, ଦୁର୍ବୁଦ୍ଧି ପଣ ଏ ବାଳକ, ଏହାକୁ ଉପ୍ରୋଧନ ରଖ, ଚନ୍ଦନ ବନେ କଣ୍ଟା ବୃକ୍ଷ, ଜନ୍ମିଲା ଦେଖ ଏ ପ୍ରତ୍ୟକ୍ଷ, କଣ୍ଟକ ବୃକ୍ଷ ଯେବେ ମାରି, ଚନ୍ଦନ ବନ ଯତ୍ନ କରି, ତେବେ ନିର୍ଭୟେ ଭୋଗ କରି, କଣ୍ଟା ବୃକ୍ଷକୁ ନିତ୍ୟ ଡରି, ଚନ୍ଦନ ବନ ଦୈତ୍ୟ ଗଣ, ବିଷ୍ଣୁ ଯେ କୁଠାର ସମାନ, କୁଠାର ବେଣ୍ଟ ଏହୁ ହୋଇ, ଏଥିଲେ ଆମ୍ଭେ ଭଲ ନାହିଁ, ଏମନ୍ତେ କରାଇଲେ ଭୟେ, ତର୍ଜିଲେ ବିବିଧ ଉପାଏ, ପୁଣି ଆଶ୍ୱାସ ତାକୁ କରି, ଗୁରୁ ପଢ଼ାନ୍ତି ହସ୍ତ ଧରି, ଯେ ଧର୍ମ ଅର୍ଥ କାମ ଫଳେ, ସେ ବିଦ୍ୟା ପଢ଼ାଇଲେ ବଳେ, କେବଳ ମୋକ୍ଷ ନାହିଁ ତହିଁ, ଏମନ୍ତେ ବାଳକେ ପଢ଼ାଇ, ମାତାଙ୍କ ଆଗେ ନେଇ ଦେଲେ, ସେ ତାକୁ ଅଳଙ୍କୃତ କଲେ, ରାଜା ସମୀପେ ଦେଲେ ନେଇ, ତା ଦେଖି ରାଜା ତୋଷ ହୋଇ, ଚରଣ ତଳେ ପୁତ୍ର ଦେଖି, ସ୍ନେହ ଲୋତକେ ପୂରେ ଆଖି, ଆନନ୍ଦେ ଗାତ୍ରେ ହସ୍ତ ଦେଇ, ସ୍ନେହରେ କୋଳରେ ବସାଇ, ପୁତ୍ର ସ୍ୱଭାବ ପ୍ରୀତି କରି, କଲ୍ୟାଣ କରେ କୋଳେ ଧରି, ପ୍ରସନ୍ନ ବଦନେ ଅନାଇ, ସଧୀରେ ପୁତ୍ରକୁ ବୋଲଇ। ହିରଣ୍ୟକଶିପୁ ଉବାଚ ହେ ପୁତ୍ର ଶୁଣ ମୋ ବଚନ, ଗୁରୁ ଭୁବନେ ଏତେ ଦିନ, ତୁ ଯେ ପଢ଼ିଲୁ ବାଳ ଭାବେ, ମୋର ସମ୍ମୁଖେ କହ ଏବେ, ଉତ୍ତମ ବିଦ୍ୟା ପୁତ୍ର କହ, ମୋ ମନେ ନ ରହୁ ସନ୍ଦେହ। ପ୍ରହ୍ଲାଦ ଉବାଚ ଶୁଣ ହେ ତାତ ମନ ଦେଇ, ଯେ ବିଦ୍ୟା ଉତ୍ତମ ମଣଇ, କୃଷ୍ଣର ଶ୍ରବଣ କୀର୍ତ୍ତନ, ସ୍ମରଣ ଚରଣେ ସେବନ, କରିବ ତାଙ୍କ ପୂଜା ସ୍ତବ, ଚରଣେ ଦାସପଣେ ଥିବ, ସକ୍ଷ ଭାବରେ ନେବ ଦିନ, କରିବ ଆତ୍ମନିବେଦନ, ସର୍ବସମ୍ପଦ ସମର୍ପିବ, ମୋ ଶାସ୍ତ୍ର କହେ ଏତେ ଭାବ, ଏହା ମୁଁ ଉତ୍ତମ ମଣଇ, କହିଲି ତୋର ଆଗେ ମୁହିଁ, ଏ ନବ ଲକ୍ଷଣେ ଭକତି, ଯେ ନର ଗୋବିନ୍ଦେ କରନ୍ତି, ଉତ୍ତମ ବିଦ୍ୟା ବୋଲି ତାହା, ଯେଣେ ନ ଲାଗେ ବିଷ୍ଣୁ ମାୟା, ଏମନ୍ତ ପୁତ୍ର ମୁଖୁ ଶୁଣି, କୋପେ ଉଠିଲା ଶିର ଝୁଣି, ଅରୁଣ ବେନି ଚକ୍ଷୁ ସ୍ଫୁରେ, ପ୍ରଚଣ୍ଡ କମ୍ପିତ ଅଧରେ, ଗୁରୁପୁତ୍ରର ମୁଖ ଚାହିଁ, ବୋଲଇ କୋପ ଭର ହୋଇ, ତୁ ବ୍ରହ୍ମ ବନ୍ଧୁ ଗୁରୁ ସୁତ, ଏ ତୋ ହର ବିପରୀତ, ମୋର ବିପକ୍ଷ ସ୍ତୁତି ଯେତେ,
ଏହା ଶିଖାଇଲୁ କେମନ୍ତେ ଅସାର ବିଦ୍ୟା ଶିଖାଇଲୁ ତୁ ତ ଅବଜ୍ଞା ମତେ କଲୁ ଅସାଧୁ ଲୋକ ଏ ସଂସାରେ ଅଛନ୍ତି କୈତବ ବ୍ୟବହାରେ ତାହାଙ୍କ ଦୋଷ ତାଙ୍କୁ ମାରେ ରୋଗ ଯେ ସନେ କଳେ ବରେ ଯେ ପ୍ରାଣୀ ବ୍ରହ୍ମ ହତ୍ୟା করে সে ক্ষয় রোগী জন্মান্তরে যে নিত্যে মদ্যপান করে বিকট দন্ততা ধরে সুবর্ণ হরি থাই যেবে কুনখী হই জন্ম লভে গুরু কামিনী যেবে রতে ধবল হই মুখ হস্তে এমন্তে অসুর বচনে কহନ୍ତି গুরুଙ୍କ নন্দনে গুরুপুত্র উবাচ মোহর শিক্ষা এনু হই আনবা পঢ়াইব কাহি তুম্ভ পুত্রর এ স্বভাব জানি তু চিন্ত পরাভব নারদ উবাচ এমন্তে গুরু বাক্য শুনি সংশয় চিতে নৃপমণি পুত্রকু চাহি কোপ ভরে বলই গরু তম ভরে এ বিদ্যা গুরু বাক্য নহে কেয় বা তোর মন মোহে প্রহ্লাদ উবাচ শুণ হে ত্রিলোক্য ঈশ্বর মতির গতি চক্রধর যে প্রাণী গৃহবাস করে তামতি কৃষ্ণ ন সুমরে গুরু বচন কি করিব যাহার যেমন্তে স্বভাব অসাধ্য ইন্দ্রিয়ଙ୍କ বଳେ গৃহস্থ পড়ে রসা তଳେ কূলবে ভারে বশ হই চর্বিত চর্বণ করই তাহাଙ୍କ মতি কৃষ্ণ ভাবে কেবে হে নোহে ভক্তি ভাবে যে প্রাণী দুরাশয় পণে ଅନର୍ଥ ଅର୍ଥ ପ୍ରାୟ ମଣେ ସେ କାହିଁ କୃଷ୍ଣଙ୍କୁ ପାଇବ ଯେ ବ୍ରହ୍ମା ଶଙ୍କରେ ଦୁର୍ଲଭ ଯାହାର ମତି ଅର୍ଥ ଧ୍ୟାଇ ସେ ପ୍ରାଣୀ ଲଭିବ ତା କାହିଁ ଅନ୍ଧକୁ ଅନ୍ଧ ଯେହ୍ନେ ବହେ ସେ ଈଶ ତନ୍ତ୍ରେ ଭ୍ରମେ ସୋହେ ଏମନ୍ତ ପ୍ରାଣୀଙ୍କ ସ୍ୱଭାବ କେମନ୍ତେ କୃଷ୍ଣଙ୍କୁ ଲଭିବ କୃଷ୍ଣ ଚରଣ ପଦ୍ମ ଦୁଇ ଏଘେନି ଲଭି ନ ପାରଇ যাহার চরণর অর্থ স্মরণে খণ্ডই অনর্থ বিষ্ণুভ কত পাদ ধূলি উদক সঙ্গে শিরে বলি তহি যে স্নান ন করই হরিঙ্কি লভিব সে কাহি এমন্ত কহি দত্য বলা অন্তরে মৌন রহিলা শুনি অসুর কোপা নলে কোଳରୁ ପକାଇଲା ତଳେ ରୋଷେ ଅସୁର ଚକ୍ଷୁ କଲା ଅସୁର ଗଣେ ଆଜ୍ଞା ଦେଲା ଶୁଣ ହେ ନଈଋତ ଗଣ ମୋର ପୁତ୍ରର ଦୁଷ୍ଟପଣ ମରଣ ଅର୍ଜିଲା ବେଭାରେ ଏହାକୁ ରାଜୁ କର ଦୂରେ ମୋର ଅନୁଜ ନାଶ କରି ଯେ ବିଷ୍ଣୁ ମୋହର ବୈରୀ ତାହାର ପକ୍ଷ ଏ ଧଇଲା ନିଜ ସୁହୃଦ ଉପେଖିଲା ବିଷ୍ଣୁର ଦାସ ଭାବ ବହେ କେ ପ୍ରାଣ ଥାଉ ଏହା ସହେ ବିଷ୍ଣୁର ଆଶ୍ରେ ଏ ମୋହର ନିଶ୍ଚୟ କରିବ ଅପକାର ଏ ପଞ୍ଚ ବରଷର ସୁତ ପିତା ମାତାର ଅଭକତ ପିତା ସୁହୃଦ ପୁତ୍ରଙ୍କର ଦୁସ୍ତର୍ଯ୍ୟ ଏ ଶାସ୍ତ୍ର ବ୍ୟବହାର ପରର ପୁତ୍ର ହୋଇ ଯେବେ ଆପଣା ହିତ ଅନୁଭାବେ ତାହାକୁ ଜାଣି ନିଜ ସୁତ ରୋଗକୁ ଔଷଧ ଯେମନ୍ତ ଆପଣା ତହୁଁ ଜାତ ହୋଇ ପରର ହିତେ ଯେବେ ଥାଇ ବ୍ୟାଧିର ପ୍ରାୟ ଜନ୍ମ ତାର ସେ ମଲେ ଆତ୍ମାର ନିସ୍ତାର ଯେ ହିତ କରେ ପର ହୋଇ ତା ତହୁଁ ଆର ବନ୍ଧୁ କାହିଁ অহিত করে বন্ধু যেবে তাহাকু লেখি শত্রু ভাবে যে অঙ্গে সর্পঘাত করে সে অঙ্গ দোষে প্রাণী মরে সে অঙ্গ ছেদি পকাইলে দেহে জীবন রহে ভলে দেহরু ব্যাধি জন্ম হই আত্মা সহিতে সংহারই অরণ্যু ঔষধি আনি রোগ সংকটুতরে প্রাণী পর অপর যে বিচার কেরিপু কেবা আপনার সুহৃদ ওই শত্রুপণে যে পাপ চিন্তে অনুক্ষণে নানা উপায়ে তাଙ୍କୁ মারি ସେ ମଲେ ସୁଖେ ପ୍ରାଣ ଧରି ଯୋଗୀଙ୍କ ଯୋଗ ସାଧ୍ୟ କାଳେ ଦୁଷ୍ଟ ଇନ୍ଦ୍ରିୟ ଯେବେ ବଳେ
ତାହାକୁ ଯେବେ କରେ ସାଧ୍ୟ ତେବେ ଭଇ ବ୍ରହ୍ମପଦ। ଏ ମିତ୍ର ବେଶଧାରୀ ପର ତାହାକୁ ବେଗେ ବଧ କର। ଭୋଜନ ଶୟନ ଆସନି ଉପାୟ କର ତା ମରଣୀ। ଏମନ୍ତେ ରାଜା ଆଜ୍ଞା ପାଇ ଅସୁରେ ଅସ୍ତ୍ର ଘେନି ଧାଇଁ। ବାଳକ ନାଶ ମନେ ଚିନ୍ତି ଶୂଳ ଅନ୍ତରିକ୍ଷେ ବୁଲାନ୍ତି। ସୁତୀକ୍ଷ୍ଣ ଦିଶେ ଦନ୍ତପନ୍ତି କରାଳ ବଦନେ ଚାହାନ୍ତି। ତମ୍ବାର ବର୍ଣ୍ଣ ପ୍ରାୟ ଦାଢ଼ି ଶିରେ କପିଳ ଜଟା ବେଢ଼ି। ନାଚନ୍ତି ଭୈରବ ନାଦେ ରଡ଼ନ୍ତି କିଳି କିଳା ନାଦେ। ଶୂଳ ବୁଲାଇ ମହାଘୋରେ ପିଟିଲେ ବାଳକ ଉପରେ। ତା ଦେଖି ଅସୁର କୁମର ମନେ ଚିନ୍ତିଲା ଚକ୍ରଧର। ଗୋବିନ୍ଦ ପାଦେ ଚିତ୍ତ ଦେଇ ବୋଲଇ ଅସୁରଙ୍କୁ ଚାହିଁ। ତୁମ୍ଭର ଦେହେ ଯେବେ ହରି ଆତ୍ମା ସ୍ୱରୂପେ ଛନ୍ତି ପୁରୀ। ସକଳ ଶସ୍ତ୍ରେ ହରି ଯେବେ ଘଟେ ଅଛନ୍ତି ଆତ୍ମା ଭାବେ। ଏ କଥା ସତ୍ୟ ଯେବେ ହୋଇ ଶସ୍ତ୍ର ନ କାଟୁ ମୋର ଦେହି। ଶୁଣି ଅସୁର କୋପ ଭରେ ଅନେକ ଶସ୍ତ୍ର ପ୍ରହାରିଲେ। ପ୍ରହ୍ଲାଦର ଦେହେ ବାଜି ସକଳ ଶସ୍ତ୍ରେ ଗଲେ ଭାଜି। ଅପୁଣ୍ୟବନ୍ତ ପ୍ରାଣୀ ଦେହେ ଯେହ୍ନେ ସୁକୃତ ଫଳ ନୋହେ। ଅଦ୍ଭୁତ କର୍ମ ତାର ଦେଖି ତକ୍ଷଣେ ଆସନ ଉପେକ୍ଷି। ଭିତରେ ପଶିଲା ଅସୁର ଭୟରେ କମ୍ପେ ଥର ହର। ମନ୍ତ୍ରୀ ସଙ୍ଗତେ ବିଚାରିଲା ବାଳକ ମରଣ ଚିନ୍ତିଲା। ଐରାବତ ଦାଦି ନାଗେ ତାହାଙ୍କୁ ଅଣାଇଲା ବେଗେ। ବୋଲଇ ଦନ୍ତାଘାତ କର ଯେମନ୍ତେ ମରଇ କୁମର। ଶୁଣି ଅନେକ ହସ୍ତି ତୁଲେ ବାଳକ ସମୀପେ ମିଳିଲେ। ହସ୍ତିଙ୍କି ଚାହିଁ ଦୈତ୍ୟ ବଳା ଅନ୍ତରେ କୃଷ୍ଣ ସୁମରିଲା। ମହାକ୍ରୋଧରେ ଗଜବରେ ନିଷ୍ଠୁର ଦନ୍ତର ଅଗ୍ରରେ। ନିର୍ଘାତେ କରନ୍ତେ ପ୍ରହାର ସକଳ ଦନ୍ତ ହେଲା ଚୂର। ଭୟେ ଭାଜିଲେ ହସ୍ତି ବଳ ଦେଖି ଅସୁର କୋପାନଳ। ତକ୍ଷକ ଆଦି ଅଷ୍ଟ ନାଗେ ଥିଲେ ଯେ ଅନ୍ତରିକ୍ଷ ମାର୍ଗେ। ତାହାଙ୍କୁ ରାଇ ନୃପବର ନିଷ୍ଠୁରେ ବୋଲଇ ଉତ୍ତର। ଏ କୁଳାଙ୍ଗାର ମୋ କୁମର ଏହାର ପ୍ରାଣ ବେଗେ ହର। ନାଗଙ୍କୁ ଦେଖି ପ୍ରହ୍ଲାଦ ଚିତେ ଚିନ୍ତିଲା କୃଷ୍ଣ ପାଦ। ତକ୍ଷଣେ କୋପ ନାଗ ବଳେ ବାଳକ ଶରୀରେ ଦଂଶିଲେ। ମୁଖରୁ ଦନ୍ତ ଝଡ଼ି ଗଲା ନାଗଙ୍କ ଫଣା ବଥାଇଲା। ନାଗେ ପଳାଇ ଗଲେ ବେଗେ ଜୀବନ ଭୟେ ଦଶ ଦିଗେ। ପୁଣି ସେ କୃତ୍ୟା ହୋମ କଲା ପର୍ବତ ଶିଖୁଙ୍କ ଚାଡ଼ିଲା। ସମ୍ବର ହସ୍ତେ ମାୟା କଲା କେବେ ହେଁ ପ୍ରାଣ ତା ନ ଗଲା। ବନ୍ଧନ କରି ହସ୍ତ ପାଦ ମେଳିଲା ଅଗାଧ ସମୁଦ୍ର। ଗରଳ ଦେଲା ଜଳ ପାନେ କେତେ ହେଁ ଦିନ ଅଭୋଜନେ। ହିମ ପବନ ଅଗ୍ନି ଜଳେ ପର୍ବତେ ଚାପି କୋପାନଳେ। ନାନା ପ୍ରକାରେ କଷ୍ଟ ଦେଲା କେବେ ହେଁ ବାଳକ ନ ମଲା। ସ୍ୱଭାବେ ପାପ ତାର ନାହିଁ ଦଣ୍ଡ ବାଧିବ ତାକୁ କାହିଁ। କେବେ ହେ ମାରି ନ ପାରିଲା ଚିନ୍ତା ସାଗରେ ନ ମଜ୍ଜିଲା। ଜାଗ୍ରତେ ସ୍ୱପ୍ନ ପ୍ରାୟ ହୋଇ କେବେ ହେଁ ଶାନ୍ତି ନ ଜଇ। ଦେଖ ଏ ବାଳକ ବିଷଏ କେତେ ଯେ ଚିନ୍ତିଲା ଉପାଏ। ଶତ୍ରୁର ପ୍ରାୟ ପଛେ ଥାନ୍ତେ କେବେ ହେଁ ନ ଡରଇ ଚିତେ। କଷଣ ଦେଲି ଯେତେ ମୁହିଁ କିଛି ଏହାର ହେଲା ନାହିଁ। ଶୁନ ସେ ଫର ପ୍ରାୟ ରହେ କି ଆଉ କରିବି ଉପାଏ। ମହାନୁଭବ ଏ କୁମର ମନ ବଚନେ ଅଗୋଚର। ନିର୍ଭୟେ ଏତେ ଦୁଃଖ ସହେ ଏଣୁ ମୋ ଚିତ୍ତେ ମହାଭୟେ। ଏହାର ତୁଲେ ବାଦ କଲେ ପ୍ରାଣ ମୁଁ ନ ପାଇବି ଭଲେ। ଏମନ୍ତେ ଭାଳି ମନ ଦୁଃଖେ ଦଣ୍ଡେ ରହିଲା ଅଧମୁଖେ। ସାଧୁ ବିଷୟେ ଦ୍ରୋହ କଲେ କେବା ସଂସାରେ ଥିବ ଭଲେ। ଗୁରୁକୁ ମରେ ତାହା ଶୁଣି ଅସୁର ମୁଖ ଚାହିଁ ଭଣି। ଶୁଣ ହେ ନୃପ ଚୂଡ଼ାମଣି ତପେ ତୁ ତ୍ରିଭୁବନ ଜିଣି। ଆତ୍ମାର ସୁଖେ ଭୋଗ କରୁ ଯେହ୍ନେ ଅଚଳ ମହାମେରୁ। ତୋହର ରିପୁ ଏ ସଂସାରେ ନ ଦେଖି ସଂସାର ବେଭାରେ। ଏ ବାଳ କୁମର ତୋହର ଏହାକୁ କିମ୍ପା ତୋର ଡର। ବାଳକ ଗୁଣ ଦୋଷ ନାହିଁ ସଂଶୟ କରୁ କିମ୍ପା ତୁହି। ଯେବେ ସଂଶୟ ତୋର ମନେ କହିବା ଶୁଣ ସାବଧାନେ। ଏହାକୁ ବରୁଣର ପାଶେ ବନ୍ଧନ କର ତୁ ବିଶ୍ୱାସେ।
নিকটে রখ তো আয়তে ভয় ভাজিবা পরিজন্তে বাଳୁ তো দশা এ ছাড়িলে সুবুদ্ধি প্রকাশিব ভলে ব্রহ্মার পুরু আম্ভ তাত তো পাশে ন আসে যাবত তাবত থাউ ଏହି মতে ସଂଶୟ ନ କର ତୁ ଚିତେ ଗୁରୁ ପୁତ୍ରଙ୍କୁ ବାକ୍ୟ ଶୁଣି ଗୁରୁପୁତ୍ରଙ୍କ ବାକ୍ୟ ଶୁଣି ସନ୍ତୋଷେ କହେ ନୃପମଣି ଶୁଣ ହେ ଗୁରୁଙ୍କ କୁମର ଏବେ ମୋହର ବୋଲ କର ଗୃହସ୍ଥାଶ୍ରମ ଧର୍ମ ଯେତେ ସେ ରାଜ ଧର୍ମ ନୀତି ଯୁକ୍ତେ ত্রিবর্গ ধর্ম অর্থ কামে যেমন্তে পড়ে অনুক্রমে এমন্তে রাজার বচনে প্রহ্লাদକୁ বেনি জনে অনেক যত্নে পঢ়াইଲେ ଅସୁର କୁମରଙ୍କ ତୁଲେ ଗୁରୁଙ୍କ ମୁଖୁ ଯେତେ ଶୁଣି ଅନ୍ତରେ ସାଧୁତା ନ ମଣେ ଗୃହସ୍ଥ ଧର୍ମର ବ୍ୟବସ୍ଥା ଆତ୍ମାର ନିପାତ ଏ କଥା ଏ ଧର୍ମେ ମୋହି ହୁଅନ୍ତି ଜନ ଏଣିକି ମୋର ପ୍ରୟୋଜନ ଏମନ୍ତେ କରଇ ବିଚାର ଏବେ ହୋ ଶୁଣ ନୃପବର ପଢ଼ଇ ବାଳକଙ୍କ ମେଳେ ଗୁରୁ ଯେ ଗୃହ କର୍ମେ ଗଲେ ସେ ପ୍ରହ୍ଲାଦ ତାହା ଚାହିଁ ବୋଲେ ବାଳକ ମଧ୍ୟେ ଥାଇ ଶୁଣ ହେ ଅସୁର କୁମରେ ଯେ ବିଦ୍ୟା ସାଗରୁ ଉଦ୍ଧରେ ମଞ୍ଚେ ମାନବ ଦେହ ବହି ଆତ୍ମଜ୍ଞାନଟି ଯାର ନାହିଁ ତାର ଜୀବନ ଅକାରଣ ଏବେ ହୋ ସାବଧାନେ ଶୁଣ କହଇ ଦାସ ଜଗନ୍ନାଥ ସପ୍ତମ ସ୍କନ୍ଧେ ଭାଗବତ ଏ ପିତା ପୁତ୍ରଙ୍କ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। इति श्रीमद्भागवते महापुराणे परमहास्यं संहितायां सप्तम स्कन्धे प्रह्लाद चरितं पंचमोऽध्याय।